ଘରୁ ବାହାରିବା ସମୟରେ କ'ଣ କ'ଣ ସବୁ ବାଟରେ ଦେଖିଲେ ତାହା ଆମ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ, ସେହି ବିଷୟରେ ଆଜି ଆଲୋଚନା କରିବା। ହଁ ଆଜ୍ଞା, ନମସ୍କାର। ମୁଁ ନମିତା ସ୍ୱାଗତ କରୁଛି ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ମୋଟିଭେସନାଲ୍ ଫ୍ୟାକ୍ଟ ଷ୍ଟୋରି ୟୁଟ୍ୟୁବ୍ ଚ୍ୟାନେଲ୍କୁ। ହଁ ଆଜ୍ଞା, ଏଇ ମୋଟିଭେସନାଲ୍ ଫ୍ୟାକ୍ଟ ଷ୍ଟୋରି ୟୁଟ୍ୟୁବ୍ ଚ୍ୟାନେଲ୍ରେ ଆପଣ ସବୁବେଳେ କିଛି ନା କିଛି ଶିଖିବାର ଜାଣିବାର କଥା ସବୁ ପାଇବେ। ଏହା ମନ ଦେଇକି ଶୁଣିବେ, ଭିଡ଼ିଓଟିକୁ ସ୍କିପ୍ କରିବାନି। ଆଜି ବହୁତ ଏକ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ନେଇକି ଆସିଛି। ଆମେ ଯେତେବେଳେ ଘରୁ କୁଆଡ଼େ ଗୋଟେ ବାହାରୁ ଯାତ୍ରା କରୁ, ଘରୁ ବାହାରିକି ଯାତ୍ରା କରୁ କୌଣସି ଗୋଟିଏ ଇମ୍ପୋର୍ଟାଣ୍ଟ କାମରେ, ତ ଆମେ ବାଟରେ କିମ୍ବା ଘରୁ ବାହାରିବା ସମୟରେ ଯଦି କୌଣସି କ'ଣ ଆମେ ବହୁତ କିଛି ଦେଖିଥାଉ, ତାହା କ'ଣ ଦେଖିଲେ ଆମ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ, ଆଜି ସେହି ବିଷୟରେ ଆପଣଙ୍କୁ ମୁଁ ଜଣାଇବି। ହଁ ଆଜ୍ଞା, ଭିଡ଼ିଓକୁ ସ୍କିପ୍ କରନ୍ତୁନି। ତା ପୂର୍ବରୁ କହି ରଖୁଛି, ଯେଉଁମାନେ ଆମ ଚ୍ୟାନେଲ୍ରେ ନୂଆ ଥିବେ ଏହି ଚ୍ୟାନେଲ୍ଟିରେ ପ୍ରଥମେ ସବସ୍କ୍ରାଇବ୍ କରିଦିଅନ୍ତୁ, ତାକି ଆପଣଙ୍କୁ ଯେଉଁ ବି ଭିଡ଼ିଓ ଅପଲୋଡ଼ ହେବ ତାହା ଆପଣଙ୍କ ପାଖରେ ପହଞ୍ଚି ପାରିବ ଆଉ ଆପଣ ଜାଣିପାରିବେ ମଧ୍ୟ। ଆଉ ବହୁତ କିଛି ଭିଡ଼ିଓରେ ଗୁରୁତ୍ୱପୂର୍ଣ୍ଣ କଥା ଶିଖିବାକୁ ମିଳିବ ଆମ ଏହି ଚ୍ୟାନେଲ୍ ମୋଟିଭେସନାଲ୍ ଫ୍ୟାକ୍ଟ ଷ୍ଟୋରି ୟୁଟ୍ୟୁବ୍ ଚ୍ୟାନେଲ୍ରେ। ମୋଟିଭେସନାଲ୍ ଫ୍ୟାକ୍ଟ ଷ୍ଟୋରି ଏକ ଏମିତି ଚ୍ୟାନେଲ୍ ଯାହା ଆପଣ ଶାସ୍ତ୍ର, ପୌରାଣିକ ଏବଂ ସମାଜର ସବୁ ସତ୍ୟ ଘଟଣା ବିଷୟରେ ଆପଣ ଜାଣିବା ପାଇଁ ପାଇବେ। ହଁ ଆଜ୍ଞା, ଆସନ୍ତୁ ଆଜି ଭିଡ଼ିଓଟି ଆରମ୍ଭ କରିବା, ବିଳମ୍ବ କରିବା ନାହିଁ। ଆଉ ଭିଡ଼ିଓକୁ ମନ ଦେଇକରି ଶୁଣନ୍ତୁ, ତାପରେ ଆପଣ ଜାଣିପାରିବେ ଯେ ଆମେ ଘରୁ ବାହାରିବା ସମୟରେ କ'ଣ ସବୁ ଦେଖିଲେ ତାହା ଆମ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ହଁ ଆଜ୍ଞା, ଆପଣ ଜାଣିଛନ୍ତି, ଯେତେବେଳେ ଆମେ ପ୍ରଥମେ ଘରୁ କୌଣସି କାର୍ଯ୍ୟରେ ଯାତ୍ରାରେ ବାହାରୁ, ଯେତେବେଳେ ଆପଣ ଦେଖିବେ ଯାଉଥିବା ସମୟରେ ବାମ ପାଖରେ ଦେଖିବେ, ବାମ ପାଖରେ ଯଦି ଶବଯାତ୍ରା ଯଦି ଦେଖିବେ, କାହାର ଶବଯାତ୍ରା ହେଉଛି ଏବଂ ଶବକୁ ଲୋକମାନେ ନେଇକି ଯାଉଛନ୍ତି ରାସ୍ତାରେ ଦେଖିବେ ବାମ ପାଖରେ, ତାହା ଅତ୍ୟନ୍ତ ଶୁଭ ହୋଇଥାଏ। ଆଉ ଆମର ସେଇ ସମୟରେ ଯେଉଁ କାର୍ଯ୍ୟରେ ଆମେ ଯାଇଥାଉ ତାହା ସମ୍ପୂର୍ଣ୍ଣ ରୂପେ ସଫଳ ହୋଇଥାଏ, କାହିଁକି ନା ବାମ ପାଖରେ ଶବ ଦେଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଦ୍ୱିତୀୟତଃ ମୁଁ କହିବି, ନମ୍ବର 2ରେ ଯେତେବେଳେ ଆପଣ ଯାଉଥିବା ସମୟରେ ଘରୁ ବାହାରିକି ଦେଖିବେ, ଘରୁ ବାହାରିଲେ ଦେଖିବେ ଯାଉଛନ୍ତି, ହଠାତ୍ ଦେଖିବେ ବାଟରେ ଏକ ନେଉଳ ଚାଲିଗଲା, ଆପଣଙ୍କ ସାମ୍ନାରେ ଏକ ନେଉଳ ରାସ୍ତାରେ ପାସ୍ କରିଲା। ତ ଯଦି ନେଉଳକୁ ଆପଣ ଦେଖିଦେଇଛନ୍ତି, ତାହେଲେ ଜାଣିବେ ଆଜିର ଦିନଟି ବହୁତ ଆପଣଙ୍କ ପାଇଁ ଶୁଭ। ଆଉ ଆପଣ ଯାହା ବି ଆଜିର ଦିନରେ କରିବେ ତାହା ସମ୍ପୂର୍ଣ୍ଣ ରୂପେ ଆପଣଙ୍କର ସଫଳ ହେବ। ଆପଣ ଯେଉଁ କାର୍ଯ୍ୟରେ ଯାଉଛନ୍ତି ସେ କାର୍ଯ୍ୟ ନିହାତି ସଫଳ ହେବ, କାହିଁକି ନା ନେଉଳକୁ ଦେଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଆମେ କହୁନୁ ଆଜ୍ଞା, ଏହା ଶାସ୍ତ୍ର କହୁଛି। ହଁ ଆଜ୍ଞା, ନମ୍ବର 3ରେ ମୁଁ ଜଣାଇ ଦେବା ପାଇଁ ଚାହିଁବି, ଶାସ୍ତ୍ର ଅନୁସାରେ ଯଦି ଗୋଟେ ପୁରୁଷ ପୁଅର ଡାହାଣ ଆଖି ଓ ବାହୁ ଥରି ଉଠିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ। ଆପଣ ଗୁରୁଜନମାନଙ୍କଠୁ ବି ଆପଣ ଶୁଣିଥିବେ ବହୁତ ଥର ଯେ କୁହନ୍ତି, ହଠାତ୍ କାହିଁକି ମୋର ଡାହାଣ ଆଖିଟା ଫଡୁକୁଛି, ଆଜି କ'ଣ ପାଇଁ ଫଡୁଛି କି, କିଛି କେହି ଆସିବେ କି, କ'ଣ ଶୁଭ ଖବର ଆସିବ କି, ଏମିତି କଥା ଆପଣ ଆଗରୁ ଶୁଣୁଥିବେ। କିନ୍ତୁ ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଯଦି ପୁଅର ଡାହାଣ ଆଖି ଏବଂ ବାହୁ ଥରି ଉଠେ ତାହେଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ। ନମ୍ବର 4ରେ ଆପଣ ଜାଣି ରଖନ୍ତୁ ଯେ ଯଦି ଗାଈ ଏବଂ ବାଛୁରୀକୁ କ୍ଷୀର ପିଆଉଥିବ, ରାସ୍ତାରେ ଆପଣ ଯାଉଛନ୍ତି, ହଠାତ୍ ଦେଖିବେ ଗୋଟେ ଗାଈ ତା ଛୁଆ ବାଛୁରୀଟି ଗାଈଠୁ କ୍ଷୀର ଖାଉଛି, ତାହେଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ। କାହିଁକିନା ଗାଈକୁ ଆମେ ମା ବୋଲି କହିଥାଉ, ଆଉ ମା କୋଳରେ ଯଦି ଛୁଆଟି ତାର କ୍ଷୀର ଖାଉଛି ତାହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଆପଣଙ୍କର ସେ ଦିନଟି ବହୁତ ଭଲରେ କଟିବ, ଆପଣଙ୍କର ଇଚ୍ଛା ମଧ୍ୟ ପୂରଣ ହେବ। ଆଉ ସେଇଠି ଯେତେବେଳେ ଦେଖୁଛନ୍ତି ଗାଈ ବାଛୁରୀକୁ, ଆଉ ବାଛୁରୀକୁ ଗାଈ କ୍ଷୀର ଦେଉଛି, ଆଉ ସେଇ ସମୟରେ ଗାଈ ମାତାକୁ ଗୋଟିଏ ମୁଣ୍ଡିଆ ମାରିକି ଯାଆନ୍ତୁ। ନମ୍ବର 5ରେ ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଯଦି ମାଛ
ଏବଂ ଦହି ଦେଖିବେ ଯଦି ମାଛ ଆଉ ଦହି ଦେଖିବେ କେହି ନେଇକିରି ଯାଉଛନ୍ତି ଜିଅନ୍ତା ମାଛ କି ଦେଖିଦେଲେ କି ଦହି ଦେଖିଦେଲେ କେହି ଦହି ହାଣ୍ଡି ନେଇକି ଯାଉଛନ୍ତି ତାହେଲେ ଆପଣଙ୍କ ଜାଣନ୍ତୁ ଆଜିର ଦିନଟି ବହୁତ ଶୁଭ ଅଛି ଏବଂ ଆଜି ଯାହା ବି ଆପଣ କାର୍ଯ୍ୟରେ ଯାଉଛନ୍ତି ସେ ଯାତ୍ରା ନିହାତି ସଫଳ ହେବ। ନମ୍ବର 6ରେ ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଯଦି ଆପଣ ଯାଉଥିବା ସମୟରେ ଘରୁ ବାହାରିକି ଯାଉଥିବା ସମୟରେ ଯଦି ଏକ କଳସୀ ପୂର୍ଣ୍ଣ ପାଣି କଳସୀ ଦେଖିଦେଲେ କଳସୀଟି ପାଣିରେ ପୂର୍ଣ୍ଣ ହେଇକି ଅଛି ଦେଖିଦେଲେ କେହି ଧର ଯେମିତି ଗାଁ ଗୁଡ଼ାକରେ ଦେଖିବେ ଲୋକମାନେ କଳସୀରେ ସେ ପାଣି ଗଗରା କଳସୀରେ ସବୁ ଯେଉଁ ଟ୍ୟୁବୱେଲରୁ ପାଣି ଆଣୁଥାନ୍ତି ସେହି ସମୟରେ ଯଦି ଆପଣ ଯାଉଥିବେ ଘରୁ ବାହାରି ଏବଂ ପାଣି କଳସୀ ଦେଖିଦେଲେ ତାହେଲେ ତାହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ତାହେଲେ ଜାଣିବେ ଯେ ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ ସେଇ ଦିନରେ ଯାହା ବି ଆପଣ କରିବେ ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ ଅତ୍ୟନ୍ତ ଶୁଭ ଅଟେ। ନମ୍ବର 7ରେ କୁହାଯାଇଛି ଶାସ୍ତ୍ରରେ ଆମର ଯେ ଯଦି ସଧବା ସ୍ତ୍ରୀ ଆଉ ଦେବ ମନ୍ଦିରରୁ ଫେରୁଥିବେ ଯଦି ସଧବା ସ୍ତ୍ରୀ ଦେବ ମନ୍ଦିରରୁ ମାନେ ମନ୍ଦିରରୁ ସେ ଯାଇକିରି ପୂଜା କରିବା ସମୟରେ ଯଦି ପୂଜା କରିକି ଫେରୁଥିବେ ସଧବା ସ୍ତ୍ରୀ ଆଉ ଦେଖିଦେଲେ ହାତରେ ପ୍ରସାଦ ଅଛି ଆଉ ପୂଜା କରି ଫେରୁଛନ୍ତି ତାହେଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ମଧ୍ୟ ଆପଣ ଜାଣିକିରି ରଖନ୍ତୁ ଆଉ ଆପଣ ନିଜେ ଜାଣିପାରିବେ ଯେ ଆପଣଙ୍କର କେଉଁ ସବୁ କାମ ସଫଳ ହେଇଛି ସେଇଦିନ ଯାହା ବି କରିବେ ସେଦିନ ସଫଳ ହେବ ମନେ ରଖନ୍ତୁ ସେଦିନ ଦିନଟି ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ। ନମ୍ବର 8ରେ ଶାସ୍ତ୍ରରେ କୁହାଯାଇଛି ଆମର ଯଦି ଶଙ୍ଖ ଧ୍ୱନି ଶୁଣିଲେ ଘରୁ ବାହାରିକି ଯାଉଛନ୍ତି ହଠାତ୍ ଶୁଣିଲେ ଏକ ଶଙ୍ଖ ଧ୍ୱନି ତାହେଲେ ଆପଣ ଜାଣିବେ ଯେ ଏଇ ଶଙ୍ଖ ଧ୍ୱନି ଆପଣଙ୍କୁ ଜଣାଇ ଦେଉଛି ଯେ ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଆପଣଙ୍କର ମନ ଇଚ୍ଛା ପୂରଣ ହେବ ଆଜିର ଯାତ୍ରା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ। ନମ୍ବର 9ରେ ଆମର ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଯଦି ଆପଣ ଘରୁ ବାହାରିକିରି ଯାଉଛନ୍ତି ଏବଂ ଦେଖିଲେ ବାଟରେ ଯେ ମହାପ୍ରସାଦ ଆପଣଙ୍କୁ ମିଳିଗଲା କେହି ଆପଣଙ୍କୁ ଆଣିକି ମହାପ୍ରସାଦ ଦେଲେ କିମ୍ବା ମହାପ୍ରସାଦ ଆପଣଙ୍କୁ କେହି ଆଣିକିରି ଦେଲେ କି ଧର ଘରୁ ବାହାରୁଛନ୍ତି ଯେ ମହାପ୍ରସାଦ ଆପଣଙ୍କ ଦର୍ଶନ ହେଇଗଲା ମହାପ୍ରସାଦ କେହି ନେଇକି ଯାଉଛନ୍ତି କିମ୍ବା ଆପଣଙ୍କୁ ଯଦି ମିଳିଗଲା ଅତ୍ୟନ୍ତ ଶୁଭ ଅଟେ ତାହା। ନମ୍ବର 10ରେ ଆମର କୁହାଯାଇଛି ଶାସ୍ତ୍ର ଅନୁସାରେ ଯଦି ଶଙ୍ଖ ଚିଲ ଆଉ ଏଇ ଯେଉଁ ଭରଦ୍ୱାଜ ପକ୍ଷୀ ଯଦି ଦେଖିଦେଲେ ଶଙ୍ଖ ଚିଲ ଦେଖିଦେଲେ ରାସ୍ତାରେ ଯାଉ ହଠାତ୍ ତାହେଲେ ଜାଣିବେ ଅତ୍ୟନ୍ତ ଶୁଭ ହୋଇଥାଏ ଆଉ ଭରଦ୍ୱାଜ ଯଦି ପକ୍ଷୀ ଦେଖିଦେଲେ ତାହା ମଧ୍ୟ ଅତ୍ୟନ୍ତ ଶୁଭ ହେଇଥାଏ ସେ ଦିନଟିରେ ଆପଣଙ୍କର ବହୁତ ଭଲରେ କଟିବ। ଶାସ୍ତ୍ର ଅନୁସାରେ କୁହାଯାଇଛି ନମ୍ବର 11ରେ ଶାସ୍ତ୍ର କହୁଛି ଆଜ୍ଞା ଆମେ କହୁନି ଯେ ଜଣେ ନୈଷ୍ଠିକ ବୈଷ୍ଣବ ଯଦି ଦେଖିଦେଲେ ତାହେଲେ ଜାଣିବେ ଯେ ଆପଣଙ୍କର ଦିନ ବହୁତ ସୁନ୍ଦର ସେ ଦିନଟି ଆଉ ଅତ୍ୟନ୍ତ ଶୁଭ ଦିନଟି ଏବଂ ଆପଣଙ୍କର ମନ ଇଚ୍ଛା ସେଦିନ ପୂରଣ ହେବ। ତ ସେମିତି ଆପଣ କିଛି ଅନୁଭବ କରିପାରିବେ ଏହା ଶାସ୍ତ୍ରରେ କୁହାଯାଇଛି। ଯଦି ଶାସ୍ତ୍ର ଅନୁସାରେ ଆଉ ଗୋଟେ କଥା କୁହାଯାଇଛି ଏହା ଯଦି 2 ଜଣ ଗୋରା ବ୍ରାହ୍ମଣ ଯଦି ଦେଖିଲେ ଆପଣ ସୁନ୍ଦର ବ୍ରାହ୍ମଣ ଯୁବକ ଆସୁଛନ୍ତି ଦେଖିଦେଲେ 2 ଜଣ ବ୍ରାହ୍ମଣ ତାହା ଜାଣିବେ ଆପଣ ଦିନଟି ଅତ୍ୟନ୍ତ ଶୁଭ। ସେ 2 ଜଣ ବ୍ରାହ୍ମଣଙ୍କୁ କୁହାଯାଇଛି ସିଏ ସାଧାରଣ ବ୍ରାହ୍ମଣ ହୋଇନଥାନ୍ତି ସିଏ ସ୍ୱୟଂ ଜଗନ୍ନାଥ ବଳଭଦ୍ର ହୋଇଥାନ୍ତି। 2 ଜଣ ବ୍ରାହ୍ମଣ ଦେଖିଦେଲେ ଆପଣ ତାହେଲେ ଜାଣିବେ ଯେ ଆପଣଙ୍କର ଇଚ୍ଛା ସବୁ ପୂରଣ ହେବ ଆଉ ସେଇଠି ସେ ବ୍ରାହ୍ମଣ ଦେବଙ୍କୁ ମୁଣ୍ଡିଆଟିଏ ମାରିବେ ନିଶ୍ଚିନ୍ତ ମନେ ରଖନ୍ତୁ। ଆଉ ଶାସ୍ତ୍ର ଅନୁସାରେ କୁହାଯାଇଛି ନମ୍ବର 13ରେ ଯେ ଯଦି ହଳଦିଆ ବସ୍ତ୍ର ଦେଖିଲେ
कहीं हलदिया वस्त्र धारण करिसेंती आपनको रास्ता रे देखा घर बाहर समय आप दर्शन कले ताहले अत्यंत शुभ होता है से दिनटी। नंबर 13 रे तो हलदिया वस्त्र कथा मु कहली किंतु मन रखंतु हलदिया वस्त्र देखिला मात्रे आपण मनरे यह फील करि परिबे जे आज आपणकर इच्छा यात्रा सब शुभ हबो। नंबर 14 रे शास्त्र अनुसार हमर कहा जाईची जदि डाहाण पाखरे हरिण देखिदेले जाऊ बाटर जाऊ जाऊ डाहाण पाखरे देखिदेले हरिणटे छिड़ा आईची किंबा चालुची आ हरिण देखिदेले ताहा अत्यंत 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 शुभ। आ शास्त्र अनुसार यह मध्य कह जाईची जे जदि आपण जानिबे स्त्री लोकंकर जदि बाम आँखि डेउथिबो किंबा बाम अंग थरुथिबो ताहाले जानिबे जे आपणकर दिनटी आज बहुत अत्यंत शुभ होता है एवं आपणकर किछि शुभ कार्य हबार अछि कि शुभ खबर मिलिबार अछि। आज तो आपण को मुई एम शास्त्र अनुसार आपण को आज जनइली जे कौन देखिले कौन रास्ता रे जीवा बाटरे जे आज शुभ अत्यंत शुभ दिनटी बोली जानी पारिबे ताहा मु आपण को संपूर्ण भाव में जनइली। शास्त्र अनुसार कहा जाईची जदि एई सब आपण मन रखी जदि लक्ष्य रे आपण जीवे एवं आपण जदि देखि दउछंती जे महाप्रसाद ताहा तो अत्यंत शुभ होता है। आपण को भावुची एई भिडियोटी आपण को पई बहुत गुरुत्वपूर्ण होइथिबो। आपण को जदि एई भिडियो माध्यम रे आपण को किछि कार्य रे लागिवो ताहले आमे बहुत खुशी हबु। मन रखंतु एपरी भिडियो जदि आपण देखिया पई चाहुचंती ताहले एमिति किछि नुआ नुआ कथा शिखिबा पई चाहुचंती जानिबा पई चाहुचंती ताहले हमर चैनल मोटिवेशनल फैक्ट स्टोरी यूट्यूब चैनल टी को सब्सक्राइब बहुत मात्रा रे सब्सक्राइब करंतु एवं बहुत मात्रा रे शेयर करंतु लाइक करंतु और कमेंट रे जय जगन्नाथ लिखि दियंतु। सांग माने आज रो वीडियो टी केमिति लागिला कमेंट करी निहाती जणाइबे। आ जदि भलो लागि थाई निहाती गोटिए सब्सक्राइब करिवे। पुणी थरे कहि रखुची रिक्वेस्ट करूची सब्सक्राइब करिवे काहेकि ना आमे वीडियो जो बनाउचु बहुत किछि हमको पढ़िया पाई पढ़ुची शास्त्र बही बहुत किछि पढ़िया पाई पढ़ुची जानिया पाई पढ़ुची तापर आमे वीडियो आपन पाई गोटिए वीडियो आनिया पाई केते परिश्रम करि थाउ तार जदि आपन गोटिए लाइक आउ गोटिए कमेंट एवं गोटिए सब्सक्राइब करि देबे ताहले हम भाबिबु जे हमर परिश्रम फल हमको मिलिला। आपन को एथिकी कही मु रहूची आउ भगवान को जगन्नाथ पाखरे प्रार्थना करूची आपन सदा सर्वदा खुशी रे रहंतु। आउ एई सब जो मु आपन को जनइली ताहा आपन को कार्य रे आपन निहाती भाबरे फील करि परिबे। आउ जानि रखंतु एमिति बहुत किछि आसंता काली एक सुंदर नूतन नुआ वीडियो आसीबो ताहा अपेक्षा करंतु। आउ को वीडियो आसीबो ताहा सस्पेंस रहिला। जदि आपन सुंदर एमिति शिक्षणीय कथा जानिया पई चाहନ୍ତି ताहले हमर चैनल यूट्यूब चैनल मोटिवेशनल फैक्ट स्टोरी को सब्सक्राइब करंतु एवं शिखंतु आम वीडियो जे शास्त्र रे आपण एते तो बही शास्त्र पढ़िया पई आपन पाखरे समय नथिबो किंतु मोबाइल देखिया पई आपन पाखरे किछि ना किछि समय निहाती थिबो। तो आम चैनल टी को सब्सक्राइब करी मात्र किछि समय रे आपण सब किछि जानि परिबे सिखि परिबे। रहूची संग माने जदि वीडियो टी भल लागि थे लाइक शेयर सब्सक्राइब निहाती भाबरे करिवे। रहूची जय जगन्नाथ जय जगन्नाथ जय जगन्नाथ।